समस्त मोर आत्मा प्रणाम ध्यान पाई बसवा जदि पानी पियार अच्छे पी दिंतु चश्मा काढ़ी दिंतु दुई हाथ को क्रॉस कर नियंतु गोड़ को भी क्रॉस कर दिंतु जदि चेयर रे बसछंती पूरा शरीर को ढीला छाड़ दिंतु केवल श्वास एक जातु ना कौन सी चिंता ना कौन सी विचार केवल जाउथिबा एवं आसुथिबा श्वास प्रिय ब्रह्मर्षि पितामह पत्री जी समस्त एस्ट्रल मास्टर्स एस्ट्रल पिरामिड मास्टर्स समस्त संत मानक योगी मानक ऋषि मानक सिद्ध मानक जो मैंने सब बेले मानव चेतनार विकास पाई शांति प्रतिष्ठा पाई कार्यरत अछंती समस्त को सूक्ष्म देवादेवी मानक एठी इनवाइट करवा समस्त कॉन्शियसनेस आम कॉन्शियसनेस एक ही जाओ केवल श्वास श्वास एक ही जावा जाउथिबा श्वास आसथिबा श्वास श्वास एक जावा पूर्ण रूपे भक्ति योग है एक अद्भुत जिनिस मीरा जीवन शैली नुहे आमर मार्ग होची बुद्धंकर आमर संवाद बुद्धंक जीवन शैली रु कृष्णंकर जीवन शैली रु अछि मीरा जीवन शैली को आमे नकल करि परिबानी कॉपी करि परिबानी ता आम पाई उदाहरण नुहे ता होची आम पाई इंस्पिरेशन केते इंस्पिरेशन लाइफ अच्छी आउ केते होची एग्जांपल लाइफ जो सब इंस्पिरेशनल लाइफ अच्छी जीवन अच्छी से मानकठु हमको इंस्पिरेशन नबागु पड़िबो किंतु आमे फॉलो केवल करबा एग्जांपल लाइफ आमे मीराबाई को उदाहरण नहीं परिबानी बुद्धंकर कृष्णंकर उदाहरण नहीं परिबा त्यागराज जने
ଭକ୍ତି ଯୋଗୀ ଥିଲେ। ଯେକୌଣସି ଭକ୍ତି ଯୋଗୀ ଜଣେ ଜଣେ ଇନ୍ସପାଇରେସନ୍। ସେମାନେ ମନୁଷ୍ୟ ସମାଜ ପାଇଁ ଇନ୍ସପାଇରେସନ୍ ହୋଇଥିଲେ। କିନ୍ତୁ ଆମେ ଧ୍ୟାନକୁ ଫଲୋ କରିବା। ବେଳେ ବେଳେ ଆମେ ମଧ୍ୟ ଭକ୍ତି ଯୋଗୀ ହୋଇଯାଇଥାଉ, ଯିଏ ସମସ୍ତଙ୍କ ପାଇଁ ଇନ୍ସପାଇରେସନ୍ ହୋଇଯାଏ। ଯଦି ମୀରାବାଇ ଭକ୍ତିରେ ଏତେ ମଜା ନେଇ ପାରୁଛନ୍ତି, ଏତେ ଡୁବି ଯାଉଛନ୍ତି, ତାହେଲେ ଆମେ ମଧ୍ୟ ଧ୍ୟାନରୁ ମଜା ନେଇପାରିବା। ଯେମିତି କପିଲ ଦେବ କ୍ରିକେଟର ମଜା ନିଅନ୍ତି, ସେହିପରି ଆମେ ମଧ୍ୟ ଧ୍ୟାନର ମଜା ନେବା। ବିଜ୍ଞାନ, କଳା, ନୃତ୍ୟ, ସଙ୍ଗୀତ, ଭକ୍ତି ଏସବୁ ରହିଛି, କିନ୍ତୁ ଆମେ ଧ୍ୟାନ ଯୋଗକୁ ଫଲୋ କରିବା। ଆମେ ଶ୍ରୀକୃଷ୍ଣଙ୍କର ଭଜନକୁ ଶୁଣୁ, ସେ ସଙ୍ଗୀତର ଆନନ୍ଦ ନେଉ, କିନ୍ତୁ ଆମେ କୃଷ୍ଣଙ୍କ ପରି ହେଇଥାଉ। କୃଷ୍ଣ ଯାହା କିଛି କହୁଛନ୍ତି ଆମେ ତାକୁ ଅନୁସରଣ କରୁ। ସେ ଅର୍ଜୁନଙ୍କୁ କହିଲେ ଯୋଗୀ ହେବା ପାଇଁ, ଆମେ ମଧ୍ୟ ଯୋଗୀ ହେବୁ। ଯେତେବେଳେ ଆପଣ ଧ୍ୟାନକୁ ଆପଣାନ୍ତି, ଆପଣ ଯୋଗୀ ବନିଥାନ୍ତି। ଧ୍ୟାନକୁ ଶିଖାନ୍ତି, ସେତେବେଳେ ଯୋଗୀଶ୍ୱର ହୋଇଥାନ୍ତି। ଆମକୁ ଜଣେ ଧ୍ୟାନ ଯୋଗୀ, ଯୋଗୀଶ୍ୱର ବନିବାକୁ ହେବ। ଆମେ ଇନ୍ସପାଇରେସନ୍ ନେବା ମୀରାଙ୍କ ଭଜନରୁ, ତାନସେନଙ୍କଠୁ, କିନ୍ତୁ ଆମେ ଧ୍ୟାନକୁ ଆପଣେଇବା, ଧ୍ୟାନକୁ ଶିଖେଇବା। ଭକ୍ତି ଯୋଗରେ ଆମେ ଏଇ ଜିନିଷ ଶୁଣିଥାଉ କି ତ୍ୱମେବ ଶରଣଂ ମମ, ଅର୍ଥାତ୍ ତୁମେ ମୋର ରକ୍ଷାକର୍ତ୍ତା, ତ୍ରାଣକର୍ତ୍ତା, ରକ୍ଷକ। ଏ ସ୍ଥିତି ଆମକୁ ନିର୍ଭୟ କରିଥାଏ, କିନ୍ତୁ ସବୁବେଳେ ତ୍ୱମେବ, ତୁମେ ହିଁ, ଏପରି କହିବା ନିଜକୁ ନିଜେ କବ୍ର ସଜେଇବା ପରି। ସେଥିପାଇଁ ଅହମେବ ଶରଣଂ ମମ, ସ୍ୱର, ନିଜର ଆତ୍ମାର ଶରଣରେ ଯାଆନ୍ତୁ। ତାହା ହେଉଛି ଠିକ୍ କଥା। କର୍ତ୍ତବ୍ୟ, ରେସ୍ପନ୍ସିବିଲିଟି, ତା କ'ଣ? ଆପଣଙ୍କର ଯାହା ବି ରେସ୍ପନ୍ସିବିଲିଟି ଅଛି, ଯାହା ବି କର୍ତ୍ତବ୍ୟ ଅଛି, ତାକୁ କରିବା ଆବଶ୍ୟକ। ଆପଣଙ୍କ କର୍ତ୍ତବ୍ୟ ଧ୍ୟାନ, ଶାକାହାର, ପିରାମିଡ ବନେଇବା, ଏହା ହେଉଛି ଆପଣଙ୍କର କର୍ତ୍ତବ୍ୟ, ରେସ୍ପନ୍ସିବିଲିଟି। ଊର୍ଜା, ବିଶ୍ୱ ଊର୍ଜା ବିଷୟରେ ଜଣେଇବା, କର୍ତ୍ତବ୍ୟ ବିଷୟରେ ସଚେତନ କରାଇବା,
କେବେ ହେଲେ ଆଜିର କାର୍ଯ୍ୟ କାଲି ପାଇଁ ଛାଡନ୍ତୁନି। କାଲିର କାର୍ଯ୍ୟ ଆଜି ହିଁ କରିନିଅନ୍ତୁ। ଏବେର କାର୍ଯ୍ୟ, ଏହି କ୍ଷଣର କାର୍ଯ୍ୟ ଆଜି ପାଇଁ ଛାଡନ୍ତୁନି। ଏବେର କାର୍ଯ୍ୟ ଏବେ ହିଁ କରନ୍ତୁ। 2 ଘଣ୍ଟା ପରେ କିପରି କରିବେ ତାକୁ ଏବେ ହିଁ କରନ୍ତୁ। ଆଜିର କାମ ଏବେ କର। ଏବେର କର୍ତ୍ତବ୍ୟ ଯାହା ଏବେ ହିଁ କରିବା ଆବଶ୍ୟକ। କ୍ଷଣ କ୍ଷଣରେ, ପ୍ରତ୍ୟେକ କ୍ଷଣରେ ଜାଗରୁକତା। ଏ ଜନ୍ମର କର୍ତ୍ତବ୍ୟ ଆମେ ଆର ଜନ୍ମକୁ ଟାଳିବା କଥା ନୁହେଁ। କର୍ତ୍ତବ୍ୟ ସବୁବେଳେ ଆଜି ହୋଇଥାଏ। କ୍ଷଣ କ୍ଷଣରେ କର୍ତ୍ତବ୍ୟ ହୋଇଥାଏ। କ୍ଷଣ କ୍ଷଣରେ ଜାଗରୁକତା ଥାଏ। ଆମକୁ ଏପରି ବନିବାକୁ ହିଁ ପଡିବ। ଏହା ଠିକ ରୂପେ ଜାଣିବା ହେଉଛି ପ୍ରକୃତ ଜ୍ଞାନ। କେହି ଆପଣଙ୍କୁ ଛାଡିକି ଚାଲିଯିବେ, ଆପଣଙ୍କ ଉପରେ କ୍ରୋଧ କରିବେ, କିନ୍ତୁ ଆପଣଙ୍କୁ ନିଜ କର୍ତ୍ତବ୍ୟକୁ ଠିକ ରୂପେ କରିବାକୁ ପଡିବ। ସତ୍ୟ ସବୁବେଳେ କଡା ହୋଇଥାଏ, ସବୁବେଳେ ମଧୁର ହୋଇନଥାଏ। ଆଉ କଡାକୁ କେହି, ପିତାକୁ କେହି ଖାଇବାକୁ ଚାହିଁନଥାନ୍ତି। ସତ୍ୟ ସମସ୍ତଙ୍କୁ ହଜମ ହୋଇନଥାଏ। କାହାକୁ ବୁଝେଇବା ଆମର କର୍ତ୍ତବ୍ୟ ନୁହେଁ, କିନ୍ତୁ ମୁହଁ ଖୋଲିବା ଆମର କର୍ତ୍ତବ୍ୟ ନିହାତି। ଯିଏ ମାଂସାହାର କରୁଛନ୍ତି, ମାଛ ମାଂସ ଖାଉଛନ୍ତି, ସେମାନଙ୍କୁ କହିବା ହଉଛି ଆମର କର୍ତ୍ତବ୍ୟ। ଆମେ ସେଠି ଚୁପ ହୋଇ ବସିପାରିବାନି, ସେଠି ମୁହଁ ଖୋଲିବାକୁ ହିଁ ପଡିଥାଏ। କେତେ ଜଣ ଏପରି କହିଥାନ୍ତି କି ଧ୍ୟାନ ବିଷୟରେ କହିଲେ କି ସଙ୍ଗୀତ ହେଉଛି ଆମର ଧ୍ୟାନ, ଆମ ପିଲାମାନଙ୍କୁ ପାଳିବା ହେଉଛି ଆମର ଧ୍ୟାନ, କିନ୍ତୁ ତାହା ଠିକ ନୁହେଁ। ଯଦି ସେ ପିଲାର ଏବେ ମୃତ୍ୟୁ ହୋଇଯାଏ, ତାହେଲେ କଣ ଧ୍ୟାନର ମୃତ୍ୟୁ ହୋଇଯାଏ? କେତେ ଦିନ ପର୍ଯ୍ୟନ୍ତ ଏଇ ଜିନିଷ ଅଜ୍ଞାନରେ ରହିଥିବେ? ସ୍ୱଧର୍ମ, ଏଇ କ୍ଷଣର ଧର୍ମ ଆପଣଙ୍କର ବୁଝେଇଥାଏ। କ୍ଷଣ କ୍ଷଣରେ ଧର୍ମ ହୋଇଥାଏ, ଆଉ ଧର୍ମ ହିଁ ରକ୍ଷା କରିଥାଏ। ଧର୍ମୋ ରକ୍ଷତି ରକ୍ଷିତଃ। କର୍ତ୍ତବ୍ୟ, ଏଇ ଜନ୍ମର କର୍ତ୍ତବ୍ୟ, ଆଜିର କର୍ତ୍ତବ୍ୟ, ଏଇ କ୍ଷଣର କର୍ତ୍ତବ୍ୟ। ଏଇ କ୍ଷଣର କର୍ତ୍ତବ୍ୟକୁ ପୁରା କରି କରି ଆଜିର କର୍ତ୍ତବ୍ୟ ପୁରା ହୋଇଯାଏ। ଆଜିର କର୍ତ୍ତବ୍ୟକୁ ପୁରା କରି କରି ଏଇ ଜନ୍ମର କର୍ତ୍ତବ୍ୟ ପୁରା ହୋଇଯାଇଥାଏ। ଜୀବନର ଧ୍ୟେୟ,
प्रति क्षणरे आमे प्रसन्नता पूर्वक रहिबा हेछि जीवनर ध्येय। धनी हुअन्तु किंबा गरीब, सफलता किंबा विफलता, विजय किंबा पराजय, मान मिलु किंबा अपमान, एकांतरे आपण रुहन्तु किंबा समूह मध्यरे, जन्म समय रे हो किंबा मृत्यु समय रे, प्रत्येक परिस्थिति रे आनंद रे रहिबा आवश्यक। केवल समृद्धि रे, सफलता रे, विजय रे, मान प्राप्ति काल रे खुशी को आनंद को जे खोजी थाए से वास्तविक ध्येय को प्राप्त होई न थाए। से जीवनर वास्तविकता को बुझी पारि न थाए। जेतिकी निज खुशीर महत्व सेतिकी अन्यर खुशीर महत्व भी रहिबा आवश्यक। जेतिकी निजर मौन महत्वपूर्ण सेतिकी अन्यर मध्य। आमर एकांत जेतिकी महान महत्वशाली सेतिकी अन्यर मध्य। एही प्रकार जीवा होछि जीवनर ध्येय। आउ एहार नाम होछि आध्यात्मिक तत्व। केवल निजर विजयर कामना करिबा, निजर सुख चाहिबा यह होछि निम्न कैटेगोरीर, निम्न श्रेणीर सांसारिक तत्व, प्रापंचिक तत्व। जेउठी ना तो अन्यर विजयर कामना थाए, ना अन्यर सुखर, अन्यर हानि उपरे जो आधारित सुख थाए ताहा होछि अधोगामी व्यक्तिर सांसारिक प्रापंचिक तत्व। आउ इमानंकु रास्ता देखाबा होछि प्रकृत आध्यात्मिकता। जीवनर ध्येय रो दुईटी भाग अछि। गोटे होछि जीवनर ध्येय, अन्यटी होछि जीवनर कार्यक्रम। ए जीवनर कार्य पद्धति को प्रत्येक व्यक्ति निजे ही चयन करिथाए। प्रत्येक व्यक्तित्वर निजर विशिष्टता थाए। आ प्रत्येकर निजर एक कार्यक्रम थाए जहा से जन्म पूर्वरु योजना करी से आत्मा आसी थाए। जीवनर लक्ष्य, जीवनर ध्येय को सामनारे रखी जीवा प्रकृत आध्यात्मिक तत्वर सह जीवा। जदियो पूर्ण जीवन
जीइबा आवश्यक। परिपूर्ण जीवन जीवा नुहे, आध्यात्मिक तत्वर सहित रही करी प्रत्येक व्यक्तिर जीवनीर कार्यक्रम रहिबा आवश्यक। निजर विशिष्टता को दुनिया को देबा हेउछि जीवनर कार्यक्रम। प्रति क्षण रे आनंद पूर्वक जीवा हेउछि आध्यात्मिकता। ये संगीतज्ञ से संगीत को दे थाए। गांधी को पई आनंदर सह जीवा तांकर आध्यात्मिकता। से निज हिसाब रे स्वतंत्र तार आंदोलन चलैथिले। सेथिपाई तांकर जीवनर ताहा हेउछि कार्यक्रम थिला। मदर टेरेसा निजर खुशी को अनाथ, वृद्ध, रोगी मानकर सेवारे सहनशीलता और करुणार सह नियोजन करथिले, सेवा करथिले। ए सेवा प्रदान करिबा हेउछि तांको जीवनर कार्यक्रम थिला। सेथिपाई से एठिक आसीथिले। आपण आनंदरे तो रहिछंती, किंतु जदि निजर विशिष्टता न थाए ताहले जीवन परिपूर्ण होई न थाए। जीवनर ध्येय पूर्णता प्रदान करथाए। जीवनर कार्यक्रम सह परिपूर्णता देथाए। जीवनर ध्येय होछि निजर वस्तु, निजर जिनिस। किंतु जीवनर कार्यक्रम अन्य पाई, दुनिया सहित, संसार सहित जोड़ी होइकि थाए। आध्यात्मिकता बिना जीवनर ध्येय होई न पारे। केउ भी कला हेउ सेथिरे विशिष्ट रूपे उद्यम तथा प्रयास जदि नाही ताहले जीवन रे कौनसी भी विशिष्टता न थाए। यही प्रकार रे दुनिया रे भिन्न भिन्न प्रकार लोक थांती। जे मानक पाखरे ना जीवनर ध्येय थाए ना जीवनर कार्यक्रम थाए, से माने एबे शिशु आत्मा स्तरर। जे मान पाखरे जीवनर ध्येय तो न थाए किंतु जीवनर निजर विशिष्टता थाए, से मानकर जीवन हेउछि अर्धपूर्ण। जे मानक पाखरे जीवनर ध्येय तो थाए किंतु जीवनर
विशिष्टता नथाए, से पूर्ण अटंती। ଯେଉଁମାନଙ୍କ ପାଖରେ ଜୀବନର ध्येय ମଧ୍ୟ ଥାଏ, ଜୀବନର କାର୍ଯ୍ୟକ୍ରମ ମଧ୍ୟ ଥାଏ, ସେମାନଙ୍କର ଜୀବନ ପରିପୂର୍ଣ୍ଣ। ଜୀବନର ध्येय କେବଳ ଧ୍ୟାନ ଦ୍ୱାରା ହିଁ ପ୍ରାପ୍ତି ହୋଇଥାଏ। ଧ୍ୟାନ ଦ୍ୱାରା। ଭଗବାନ କେଉଁଠି ଅଛନ୍ତି? କେଉଁ ବି ବ୍ୟକ୍ତି 7ଟି ସ୍ଥିତିରେ ରହିଥାଏ, ଯାହା ହେଉଛି 7ଟି ଶକ୍ତି କେନ୍ଦ୍ର: ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର। ଏହା ହେଉଛି ତଳେ ରହିଥିବା ସ୍ଥିତି, ଯିଏ ଏହି 3 ସ୍ତରରେ ଥାଏ। ସେ ପ୍ରାପଞ୍ଚିକ ଦୁନିଆରେ ଇନ୍ଦ୍ରିୟର ବଶ ହୋଇକି ଥାଏ। ଇନ୍ଦ୍ରିୟର ସହ ଯୋଡ଼ି ହେଇକି ଥାଏ। ତାକୁ କୋଉଠି ବି ଭଗବାନ ଦୃଷ୍ଟିଗୋଚର ହୋଇନଥାନ୍ତି। ଆଉ ଏହିପରି ସେ ବିଚାର କରି ମନ୍ଦିରରେ ଈଶ୍ୱରଙ୍କୁ ଖୋଜିଥାଏ, ବହୁତ ପରିଶ୍ରମ କରିଥାଏ, ପୂଜା କରିଥାଏ, ବ୍ରତ କରିଥାଏ, ନିଜର ସମୟକୁ, ନିଜର ଶକ୍ତିକୁ, ନିଜର ଧନକୁ ଏହିସବୁରେ ବ୍ୟୟ କରିଥାଏ, ଖର୍ଚ୍ଚ କରିଥାଏ। ଦ୍ୱିତୀୟ ସ୍ତରର ଲୋକ ଉପର 3 ଚକ୍ରର ସ୍ଥିତିରେ ଥାନ୍ତି: ଅନାହତ ହୃଦୟ ଚକ୍ର, ବିଶୁଦ୍ଧ ଚକ୍ର, କଣ୍ଠ ଚକ୍ର ଆଉ ଆଜ୍ଞା ଚକ୍ରରେ। ଏ ଲୋକମାନେ ଇନ୍ଦ୍ରିୟ ଗୁଡ଼ିକୁ ବହିର୍ମୁଖରୁ ହଟେଇ ଅନ୍ତର୍ମୁଖୀ କରେଇଥାନ୍ତି, ଆଉ ଈଶ୍ୱରଙ୍କୁ, ପରମାତ୍ମାଙ୍କୁ ନିଜ ଭିତରେ ମାନିଥାନ୍ତି। ସେମାନେ ବାହାରେ ଈଶ୍ୱରଙ୍କୁ ଖୋଜିବାକୁ ପ୍ରୟାସ କରନ୍ତିନି, ସେମାନେ ନିଜ ଅନ୍ତର ଭିତରେ, ନିଜ ଭିତରେ ହିଁ ଅନ୍ତର୍ମୁଖୀ ହେଇ ଈଶ୍ୱରଙ୍କୁ ଖୋଜିଥାନ୍ତି। ଧ୍ୟାନ ଦ୍ୱାରା, ଭଲ କର୍ମ ଦ୍ୱାରା। ତଥାପି ତାଙ୍କୁ ଈଶ୍ୱରଙ୍କ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ନଥାଏ। କାହିଁକି ନା ଯିଏ ଖୋଜିଥାଏ ସେ ନିଜେ ହିଁ ଭଗବାନ, ସେ ସ୍ୱୟଂ ଭଗବାନ ଅଟେ। ତୃତୀୟ ସ୍ତରର ଲୋକ ସହସ୍ରାର ଚକ୍ରର ସ୍ଥିତିରେ ରହିଥାନ୍ତି, ସେପରି ବ୍ୟବହାର କରିଥାନ୍ତି। ସେମାନଙ୍କ ପାଇଁ ନା ତ ଈଶ୍ୱର ବାହାରେ ନା ଭିତରେ, ଖୋଜିବା ବାଲା ନିଜେ ହିଁ ଭଗବାନ। ସେମାନେ ନିଜକୁ ନିଜେ ହିଁ ଭଗବାନ ବୋଲି ଜାଣିଥାନ୍ତି। ସେମାନଙ୍କର ଏହିପରି ଭାବନା ଥାଏ କି ଆମ ସମସ୍ତଙ୍କଠି ସେ ପରମାତ୍ମା ତତ୍ତ୍ୱ, ସେ ଈଶ୍ୱର ତତ୍ତ୍ୱ ବ୍ୟାପ୍ତ, ସର୍ବବ୍ୟାପକ, ସର୍ବତ୍ର ବ୍ୟାପ୍ତ, ଅନନ୍ତ ବିଭୂତି। ଆମେ ସତ୍ୟକୁ ଜାଣିକରି ନିର୍ମଳ ଚିତ୍ତର ସହିତ
ଚିନ୍ମୟ ଚିନ୍ମୟ ସ୍ଥିତିରେ ଆମେ ରହିଥାଉ, ଆନନ୍ଦିତ ଥାଉ। ଏ ଶରୀର ଏକ ବସ୍ତ୍ର ପରି ଆମେ ଧାରଣ କରିଥାଉ। ଏ ଶରୀରରେ ରହିଥିବା ଆତ୍ମା ହେଉଛି ଭଗବାନ। ଏହି ସତ୍ୟକୁ ସହସ୍ରାର ସ୍ଥିତିରେ ସହଜରେ ଜାଣିଥାନ୍ତି। ପର୍ସପେକ୍ଟିଭ କ୍ରିଏଟ୍ସ ପରସେପ୍ସନ। ନିଜ ନିଜର ଦୃଷ୍ଟିକୋଣରେ ଆମେ ଜିନିଷକୁ ଦେଖିଥାଉ। ଯଦି କାହାଠି ଆମେ କିଛି ଖରାପ ଜିନିଷ ଦେଖିଥାଉ କି କୌଣସି ଜିନିଷର ଅଭାବ ଦେଖିଥାଉ, ତାହେଲେ ତାହା ଆମର ନିଜର ଦୃଷ୍ଟିକୋଣ, ଯାହାକି ତାଙ୍କଠି ପ୍ରକାଶ ପାଏ। ତାହା କେବେ ହେଲେ ବାହାରେ ନୁହେଁ, ଆମ ନିଜ ଭିତରେ ଥାଏ। ଯଦି କୋଉ ବ୍ୟକ୍ତିକୁ ପୋଲିଓ ହୋଇଯାଏ, ତାକୁ ସମସ୍ତ ଦୃଶ୍ୟ ସେହିପରି ଦେଖାଯାଇଥାଏ। ଯେପରି ଆମେ ଚଷମା ପିନ୍ଧିଥିବା ସେପରି ହିଁ ଆମକୁ ଦୁନିଆ ଦେଖାଯାଏ। ଯଦି କଳା ଚଷମା ପିନ୍ଧିଥିବା ତାହେଲେ କେବେ ହେଲେ ଦୁନିଆରେ ଆମେ ପ୍ରକାଶ ଦେଖିବାନି, କଳା ରଙ୍ଗ ହିଁ ଦେଖିପାରିବା। ରେଡ୍ କଲର ଚଷମା ପିନ୍ଧିଲେ ରେଡ୍ ହିଁ ଦେଖାଯାଏ, ବ୍ଲୁ କଲର ଚଷମା ପିନ୍ଧିଲେ ବ୍ଲୁ ହିଁ ଦେଖାଯାଏ। ଯଦି ଆମେ ଶୈତାନ ତାହେଲେ ଆମକୁ ପୁରା ଦୁନିଆ ଶୈତାନ ପରି ଲାଗିବ। ଯଦି ଆମେ ଭଗବାନ ତାହେଲେ ପୁରା ଦୁନିଆ ଭଗବାନଙ୍କ ଛଡା ଆଉ କିଛି ଦେଖାଯିବନି। ସେଥିପାଇଁ ଦେଖାଯାଉଥିବା ବସ୍ତୁ, ତାର ରୂପ ଆମର ଦୃଷ୍ଟି ଉପରେ ଆଧାରିତ ହୋଇକି ଥାଏ। ଯଦି ରସିକୁ ଦେଖିକି ରସିରେ ଦଉଡ଼ିରେ ଯଦି ଅନ୍ଧାରରେ ଆମକୁ ଆମ ଗୋଡରେ ଲାଗିଯାଏ, ଯଦି ସାପର ଭ୍ରମ ହୋଇଯାଏ, ସାପ ପରି ଡର ମଧ୍ୟ ଆସିଥାଏ। ଯଦି ଆମେ ନିଜର ଦୃଷ୍ଟିକୋଣକୁ ଠିକ ରଖିବା, ସ୍ୱସ୍ଥ ରଖିବା, ତାହେଲେ ତାହା ସେହିପରି ହିଁ ଦେଖାଯାଏ ଯାହା ତାହା ହୋଇଥାଏ। ତା ସେପରି ଦୃଷ୍ଟିକୋଣ ଆମ ଭିତରେ ବିକଶିତ କରିବାକୁ ପଡିବ। ତାହେଲେ ଯାଇକି ଆମେ ସତ୍ୟତା ଆଡକୁ ଆଗକୁ ଯାଇପାରିବା, ଭ୍ରମରୁ ମୁକ୍ତି ପାଇପାରିବା। ଯେତେବେଳେ ସଚ୍ଚାଇ, ପୂର୍ଣ୍ଣ ସତ୍ୟତା ଆମ ପାଖରେ ରହିବ, ତାହେଲେ ଆମର ଗୁଣ ଆହୁରି ବଢିଯିବ, ଆମର ସାମର୍ଥ୍ୟ, ଶକ୍ତି ଉପଯୋଗରେ ଆସିବା, ଆଉ ଆମେ ନିଶ୍ଚିତ ରୂପେ ସଫଳ ବିଜୟ ଲାଭ କରିବା। ସେଥିପାଇଁ ଯେଉଁ ପର୍ଯ୍ୟନ୍ତ ଆମର ଚେତନା ମୂଳାଧାରରେ ରହିଥାଏ, ଆମର ଜୀବନ
ନର୍କ ପରି ହୋଇଥାଏ। ସେହି ଚେତନା ଯେତେବେଳେ ସହସ୍ରାରକୁ ପହଞ୍ଚିଯାଏ, ସ୍ୱର୍ଗୀୟ ସୁଖ ମିଳିଥାଏ। ଆମକୁ ଆମର ଚେତନାକୁ, ଦୃଷ୍ଟିକୋଣକୁ ବିକଶିତ କରିବାକୁ ପଡ଼ିବ। ପ୍ରତିଦିନ ଆଉ ଚେତନାର ବିସ୍ତାର ପାଇଁ ଆମର ମନକୁ ସ୍ଥିର କରିବାକୁ ହୁଏ। ଚଞ୍ଚଳ ମନକୁ, ବିକାରୀ ମନକୁ, ଚଞ୍ଚଳ ମନକୁ ସ୍ଥିର କରିବା ପାଇଁ ନିଜର ଭିତରର ଚେତନାକୁ ବିସ୍ତାର କରିବା ପାଇଁ ଆମକୁ ଧ୍ୟାନ ସାଧନା ସହ ଯୋଡ଼ି ହୋଇଯିବାକୁ ପଡ଼ିବ। ଯେତେ ଯେତେ ଅଧିକ ଧ୍ୟାନ, ସେତେ ସେତେ ଅଧିକ ସ୍ଥିରତା, ସେତେ ସେତେ ଚେତନାର ବିସ୍ତାର, ଅଧିକ ବିବେକ, ବିଚାରପୂର୍ଣ୍ଣ ସତ୍ୟର ଦର୍ଶନ ସମ୍ଭବ ହୋଇଥାଏ। ଯେପରି ବିଶ୍ୱର ରହସ୍ୟ, ସେହିପରି ହିଁ ଆମକୁ ପ୍ରକାଶିତ ହୋଇଥାଏ। ସହସ୍ରାର ସ୍ଥିତିରେ ଆମର ଚେତନାର ସ୍ଥିରତା ଆସିଯାଏ। ସେଥିପାଇଁ ସାଧନା ଲଗାତାର ରୂପେ କରିବାକୁ ହେବ। ପ୍ରତ୍ୟେକ କାର୍ଯ୍ୟ କରିବା ବେଳେ ପୂର୍ଣ୍ଣ ଏକାଗ୍ର ସହ, ଲଗନର ସହିତ ଆମେ କାମ କରିଥାଉ। ବାରମ୍ବାର ଅଭ୍ୟାସ ଦ୍ୱାରା ହିଁ ଆମେ ଶାରୀରିକ ରୂପରେ ସୁସ୍ଥ ହୋଇଥାଉ। ମନ ଏକାଗ୍ର ହୋଇଥାଏ। ଆମେ ଧ୍ୟାନରେ ଆଗକୁ ବଢିଥାଉ। ଆମର ପ୍ରତ୍ୟେକ ଦୃଷ୍ଟିକୋଣରେ, କର୍ମରେ ମାଧୁର୍ଯ୍ୟ ବଢିଥାଏ। ପୁରା ଦୁନିଆ ଶିବମୟ, ସୁନ୍ଦର, ଶାଶ୍ୱତ ରୂପୀ ହୋଇଯାଇଥାଏ। ଆଉ এই ସ୍ଥିତି ଆସିବା ପରେ ଆମେ ନିଜର ଭବିଷ୍ୟତକୁ ସଜାଡ଼ିବା ପାଇଁ କଥା ହୋଇଥାଉ, ପ୍ରୟାସରତ ଥାଉ। ଏହା ଆମକୁ ଆଶୀର୍ବାଦ ସ୍ୱରୂପ ଆଉ ଅଭିଶାପ ମଧ୍ୟ। ନିଜ ନିଜ ଦୃଷ୍ଟିକୋଣରୁ ପ୍ରଜ୍ଞା ଆସିଥାଏ, ବିଜ୍ଞତା ଆସିଥାଏ। ଆଉ ଏହି ପ୍ରକୃତ ଜ୍ଞାନ ସହିତ ଯଦି ଆମର କର୍ମ ହୋଇଥାଏ, ତାହେଲେ ଆମେ ବିଜୟ ଲାଭ କରିଥାଉ। ଆମର ସାଧନା, ଆମର ସମ୍ବନ୍ଧ, ଆମର ଧର୍ମ, ସ୍ୱଧର୍ମ, ଆମର ସ୍ୱଭାବ ଆଉ ପ୍ରଭାବ, ଏହି ଜ୍ଞାନ ଉପରେ ଆଧାରିତ ହୋଇଥାଏ। ଯେମିତି ଜଣେ ବୀଣା ବାଦକ ନିଜ ବୀଣାରୁ ସୁନ୍ଦର ସଙ୍ଗୀତ ବାହାର କରିପାରେ,
ସେହିପରି ଜଣେ ବୁଦ୍ଧ ନିଜର ବାଣୀ ଦ୍ୱାରା, ନିଜର କହିବା ଦ୍ୱାରା ନିଜକୁ ଏକ ବଂଶୀ ସଦୃଶ ବନେଇ ଦେଇଥାଏ, ଯେଉଁଠାରୁ କି ଦିବ୍ୟ ରାଗର ସୁରର ଜନ୍ମ ହୋଇଥାଏ। ନିଜର ଚେତନାକୁ ଧ୍ୟାନ ସାଧନା ଦ୍ୱାରା ବିସ୍ତାର କରିକି ନିଜର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ସନ୍ତୁଷ୍ଟିର ସହିତ, ସନ୍ତୋଷ ଭାବର ସହିତ ସମ୍ପନ୍ନ କରି ଆଗକୁ ବଢିଥାଏ, ଯାହାକି ଜୀବନର ଚରମ ସୋପାନ ହୋଇଥାଏ। ପତ୍ରିଜୀଙ୍କର ଏକ ମହାନ ପୁସ୍ତକ, ଜୀବନର ଏକ ରୂପ, ତୁଳସୀ ଦଳ ବିଷୟରେ ଆମେ ଆଜି ଜାଣିବା। ଏହା କିପରି ସୃଷ୍ଟି ହେଇଥିଲା, କୋଉ ଭାବନାରେ ସୃଷ୍ଟି ହୋଇଥିଲା? 13 ନଭେମ୍ବର 1994 ତିରୁପତି ସ୍ପିରିଚୁଆଲ ସୋସାଇଟି ସହିତ ପତ୍ରିଜୀ ଯେତେବେଳେ ତିରୁପତିରୁ ପିଲେରୁକୁ ଯାଉଥିଲେ ଧ୍ୟାନର କ୍ଲାସ ପାଇଁ, ତାଙ୍କ ସହିତ ଥିଲେ ମାଷ୍ଟର ଶ୍ରୀନିବାସଲୁ, କଞ୍ଚି ରଘୁରାମ, ଶେଖର ମୁନୁସ୍ୱାମୀ, ଉଦୟଲକ୍ଷ୍ମୀ ମ୍ୟାଡାମ। ସେ ବସରେ ଯାତ୍ରା କରୁଥିବା ସମୟରେ ଭାବର ତରଙ୍ଗ ଉତ୍ପନ୍ନ ହୋଇଥିଲା, କାରଣ କେବେ ହେଲେ ମସ୍ତିଷ୍କ ଚୁପ ହୋଇ ବସି ନଥାଏ। ଏହିପରି ଯେ ଦୁନିଆରେ ବହୁତ ସାରା ମତ ଥାଏ, କେହି ଲୋକ କୁହନ୍ତି କି ଆମର ମତ ହେଉଛି ଅଦ୍ୱୈତ ମତ, ଜଗତ ହେଉଛି ମିଥ୍ୟା, ବ୍ରହ୍ମ ହେଉଛି ସତ୍ୟ, ଜଗନ୍ମିଥ୍ୟା ବ୍ରହ୍ମ ସତ୍ୟମ୍, ଜୀବ ବ୍ରହ୍ମୈବ ନ ପରଃ। ଜୀବ ଆଉ ବ୍ରହ୍ମ ଅଲଗା ଅଲଗା ନୁହନ୍ତି। ଏହିପରି ସେମାନେ କହୁଥିଲେ। କେତେକ ଲୋକ କୁହନ୍ତି ଯେ ଆମର ପରମ୍ପରା କଞ୍ଚି ମଠ ର ଅଟେ। ଆଉ କେତେକ ଲୋକ କହନ୍ତି ଯେ ଆମର ସମ୍ପ୍ରଦାୟ ଶୃଙ୍ଗେରୀର। ଆଉ କେତେକ ଲୋକ କୁହନ୍ତି ଯେ ଆମର ମତ ହେଉଛି ବିଶିଷ୍ଟ ଅଦ୍ୱୈତ।
ସଗୁଣ ଉପାସନା ହେଉଛି ଆମର ପ୍ରଧାନ ଅଙ୍ଗ। କେହି ବ୍ୟକ୍ତି ଏହିପରି କୁହନ୍ତି ଯେ ଆମେ ହେଉଛୁ ବୈଷ୍ଣବ। ଶ୍ରୀ ବୈଷ୍ଣବ ମତ ଆଦି ବିଷ୍ଣୁଙ୍କ ସହିତ ସମ୍ବନ୍ଧିତ। କିଛି ଲୋକ କୁହନ୍ତି କି ଆମେ ମଧ୍ୟ ବ୍ରାହ୍ମଣ। ଜୀବ ଅଲଗା ଆଉ ବ୍ରହ୍ମ ଅଲଗା। କେହି ଲୋକ ଏପରି କୁହନ୍ତି କି ଆମେ ଦକ୍ଷିଣାଦି ମଠର। ଉଡୁପି କ୍ଷେତ୍ର ସବୁ କ୍ଷେତ୍ର ମଧ୍ୟରେ ପବିତ୍ର କ୍ଷେତ୍ର। ଆଉ କିଛି କୁହନ୍ତି ଆମେ ଉତ୍ତରାଦି ମଠର। ଆମେ ପ୍ରକୃତ ମଧ୍ୟ ସମ୍ପ୍ରଦାୟର ଅଟୁ। କେହି ଲୋକ ଏପରି କୁହନ୍ତି ଆମେ ବିଦ୍ୟାର ଉପାସକ। ଶ୍ରୀ ବିଦ୍ୟା। ଶ୍ରୀ ବିଦ୍ୟା ହେଉଛି ସମ୍ପୂର୍ଣ୍ଣ ସୃଷ୍ଟିର ଶ୍ରୀଚକ୍ରରେ ଲୁଚିକି ରହିଛି। ସେଥିପାଇଁ ତାର ଉପାସନା ହେଉଛି ସର୍ବଶ୍ରେଷ୍ଠ। ଶ୍ରୀ ବିଦ୍ୟା ଉପାସକ। କେହି ଲୋକ ଏହିପରି କୁହନ୍ତି କି ଆମର ହେଉଛି ରାଜయోଗ। ବାକି ସବୁ କିଛି ତାଠୁ ଛୋଟ। କିଛି ବି କରିବାର ନାହିଁ। ଯାହା ବି ଅଛି ସବୁ କିଛି ଶୂନ୍ୟ। ମୂଳ ରହିତ ଏ ଶରୀର। ସେଥିପାଇଁ ଶରୀର ହିଁ ନାହିଁ। କେହି ଲୋକ କୁହନ୍ତି ଆମେ ବିରୋଧକାରୀ। ମାତା ମେରୀ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି କେବଳ ପ୍ରଧାନ। କେହି କୁହନ୍ତି ଯେ ଆମେ ହେଉଛୁ ୟୁବା। ପୁରୁଣା ନିୟମ ହେଉଛି ଆମ ପାଇଁ ପ୍ରମାଣ। ଇହୁଦୀ ଜଣେ ହିଁ ଭଗବାନ। କେହି ଲୋକ ଏପରି କୁହନ୍ତି କି ଆମେ ହେଉଛୁ ଜୈନ। ଆଉ କେହି କୁହନ୍ତି କି ଆମେ ହେଉଛୁ ଶ୍ୱେତାମ୍ବର। ନାଇଁ ଶ୍ୱେତାମ୍ବର ସ୍ଥିତି ତ ତଳେ। ଆମେ ହେଉଛୁ ଦିଗମ୍ବର। ଆଉ କେହି ବ୍ୟକ୍ତି କୁହନ୍ତି। କେହି କୁହନ୍ତି କି ଆମର ମତ ହେଉଛି ବୀରଶୈବ। ଆମେ ଶୈବ। ଲିଙ୍ଗାୟତ। ସବୁ କାଳରେ ଲିଙ୍ଗ ଧାରଣ କରିବା ଅନିବାର୍ଯ୍ୟ। ପରମ ଶିବଙ୍କୁ ଛାଡ଼ିଦେଲେ ବାକି ସବୁ ଛୋଟ ଦେବାଦେବୀ ଆମକୁ ଆବଶ୍ୟକତା ପଡ଼ିନଥାଏ।
କେହି ଏପରି କୁହନ୍ତି କି ଆମେ ଶିଖ ଗ୍ରନ୍ଥ ସାହେବ ଗୁରୁ ଗ୍ରନ୍ଥ କୁ ପୂଜା କରିବା ଆମ ପାଇଁ ଶ୍ରେୟକର। କେହି କେହି ଇସଲାମ, ଆଉ କେହି ଅହମଦୀୟ। କେହି କେହି କୁହନ୍ତି କି ଆମର କୁଳ ଦେବତା ହେଉଛି ମୁଖ୍ୟ, କୁଳ ଦେବଙ୍କର ଆମେ ଆରାଧନା କରିଥାଉ। ଆମକୁ ଆମ ଗ୍ରାମ ଦେବତାଙ୍କ ଛଡା ଆଉ କିଛି ବି ଆବଶ୍ୟକ ନାହିଁ। ସେମାନେ ଜୀବ ବଳି ମଧ୍ୟ ଦିଅନ୍ତି ଯଦି ତାଙ୍କର ପ୍ରଥାରେ ତାହା ଅଛି। କେହି କେହି କୁହନ୍ତି କି ଆମର କୁଳ ଦେବତା ଭେଙ୍କଟେଶ୍ୱର ସ୍ୱାମୀ, ସେ ହିଁ କଳିଯୁଗର ଦେବତା, ସେ ହିଁ ସମସ୍ତଙ୍କୁ ଦେଖିଥାନ୍ତି, ସମସ୍ତଙ୍କୁ ସବୁ କିଛି ଦେଇଥାନ୍ତି। ଆମେ ଆମର ଦୁଃଖକୁ କ୍ଲେଶକୁ ତାଙ୍କଠି ସମର୍ପିତ କରିଥାଉ, ଆଉ ତାର ଫଳସ୍ୱରୂପ ଆମର ସବୁ ଇଚ୍ଛାକୁ ସେ ପୂର୍ଣ୍ଣ କରିଥାନ୍ତି। କେହି କେହି କୁଣ୍ଡଳିନୀ ଯୋଗକୁ ପ୍ରାଧାନ୍ୟ ଦେଇଥାନ୍ତି, କୁଣ୍ଡଳିନୀ ଜାଗରଣକୁ। କେହି କେହି କୁହନ୍ତି ଯେ ଆମେ ୱାଇସେସ୍ ଯୋଗଦା ସତ୍ସଙ୍ଗ ସୋସାଇଟିର କେବଳ ମହାବତାର ବାବାଜୀ, ଲାହିଡ଼ି ମାସ, युक्तेश्वर गिरी, योगानंद गुरु परंपरा ଆମ ପାଇଁ ମୁଖ୍ୟ ପୂଜନୀୟ। ଆଉ କାହାର ମତ ଟ୍ରାନ୍ସେଣ୍ଡେଣ୍ଟାଲ ମେଡିଟେସନ ର ଏହିପରି ସେମାନେ ନୂଆ ମନ୍ତ୍ର ମାଧ୍ୟମରେ ଭାବାତୀତ ସ୍ଥିତିକୁ ପ୍ରାପ୍ତ ହୋଇଥାନ୍ତି। କାହାର ମହର୍ଷି ମହେଶ ଯୋଗୀ ହେଉଛନ୍ତି ତାଙ୍କର ମାର୍ଗଦର୍ଶକ। କେହି କେହି ଦତ୍ତ ସମ୍ପ୍ରଦାୟର ଅନ୍ତର୍ଗତ। ତାଙ୍କ ପାଇଁ ଅବଧୂତ ସ୍ଥିତି ହେଉଛି ପରମ ସ୍ଥିତି। ଦତ୍ତ ଗୁରୁଜୀ ହେଉଛନ୍ତି ତାଙ୍କର ଶରଣାଗତ ସେମାନେ। କେହି କେହି କୁହନ୍ତି ଭାଗବତ ହେଉଛି ଆମର ମତ। ଶ୍ରୀକୃଷ୍ଣ ହେଉଛନ୍ତି ପୁରୁଷୋତ୍ତମ। ହରେ ରାମ ହରେ କୃଷ୍ଣ ହେଉଛି ତାଙ୍କର ମହାମନ୍ତ୍ର, ତାରକ ମନ୍ତ୍ର। ଆଉ କେହି କୁହନ୍ତି କି ଆମେ ହେଉଛୁ ନିରଙ୍କାର ସମ୍ପ୍ରଦାୟ। ସତ୍ୟକୁ ପାଇ ଯାଇଛୁ, ନିର୍ଗୁଣର ପୂଜା କରିଥାଉ। କେହି ଲୋକ ଏପରି କୁହନ୍ତି ଆମେ ଦିବ୍ୟ ଜୀବନ ସଂଘର। ଆମର ଗୁରୁଜୀ ହେଉଛନ୍ତି ଶ୍ରୀ ସ୍ୱାମୀ ଶିବାନନ୍ଦ। ମାନବ ସେବା ହେଉଛି ମାଧବ ସେବା। ଜପ ଆଉ ମନ୍ତ୍ର ଯୋଗ ହେଉଛି ଆମ ପାଇଁ ପ୍ରଧାନ। କେହି ଲୋକ ଏପରି କୁହନ୍ତି କି ଆମେ ଶ୍ରୀମା ଅରବିନ୍ଦଙ୍କର ମାର୍ଗର ଅନୁସରଣ କରୁ।
ଆମ ପାଖରେ ସମସ୍ତ ଯୋଗର ସମନ୍ୱୟ ହୁଏ। मेधा शक्ति सुप्रा माइंड को ए पृथ्वी उपरे अवतरण करेबा आमर लक्ष्य। कई लोक एपरि कहते आमर रामकृष्ण मिशन आमे हृदय उपरे ध्यान केंद्रित करू आ गुरु सबु किछि देखाशुना करथांती। के सिद्ध योगर श्री नित्यानंद श्री मुक्तानंद गुरु परंपरा सह संबंधित शक्तिपात होउची सेमानंकर शरण सेमानंक पई। कई लोक कहते कि आमर होउची प्रेम तत्व आमे सब बेले मस्त रे थाओ। परम गुरु मेहर बाबा आम पई आदर्श। किछि लोक कहते रमण महर्षि जहा कहते ता ठीक अद्वैत। तांकर पुस्तक हेउची श्रेष्ठ मु किए यार चिंतन हेउची सबु बेले करिबा आवश्यक। आमे सबु बेले तार ही चिंतन करथाओ। रामकृष्ण मिशन रो विवेकानंद रामकृष्ण परमहंस ये सब जुगर महान पुरुष जहा को किसे समस्त उपनिषद द्वारा बोध करे छंती। कई राधा स्वामी सत्संगर केवल कृष्ण होचंती परमात्मा से ही होचंती स्वामी बाकी जहा किछि अछि सबु किछि राधा अर्थात जीवात्मा। कई प्रजापिता ब्रह्म कुमारी ईश्वरीय समाजर ब्रह्मचर्य होची अनिवार्य बिंदु उपरे ध्यान करबा आवश्यक। शिव बाबा ए लोक रहउछंती परम गुरु। किए लोक कहते कि आमे होचु थियोसॉफिकल सोसाइटी रो जेडू कृष्णमूर्ति कर अनुसरण करथाओ। सब किछि इच्छा रहित होई करे देखि थाओ आ तांकर सब पुस्तक अध्ययन करथाओ। कई लोक कहते जे आमे शिरडी साई बाबांकर अधीन। पूरा जीवन भजन करबा होची हमर कर्तव्य। ताहा होची सब प्रकार कष्ट असुविधारू मुक्त करबा मुक्त प्रदान करता है मुक्ति प्रदान करता है। के ज्योति दर्शन करी धन्य हो जाती।
ଶ୍ରୀରାମଙ୍କର ଭକ୍ତ। ଏହିପରି ବହୁତ ଲୋକ, ବିଭିନ୍ନ ପ୍ରକାରର ଲୋକ ନିଜ ନିଜର ମତରେ ଡୁବିକି ରହିଥାନ୍ତି, ମଜ୍ଜିକି ରହିଥାନ୍ତି। କିନ୍ତୁ ନୂଆ କରି ଜାତ, ସଦ୍ୟଜାତ କର୍ଣ୍ଣୁଲ ସ୍ପିରିଚୁଆଲ ସୋସାଇଟିରେ, ତିରୁପତି ସ୍ପିରିଚୁଆଲ ସୋସାଇଟିରେ, ଅନନ୍ତପୁର ପିରାମିଡ ଧ୍ୟାନ କେନ୍ଦ୍ରରେ, ଉରଫକୋଣ୍ଡା ସ୍ପିରିଚୁଆଲ ସୋସାଇଟିରେ, ଧର୍ମବରମ ସ୍ପିରିଚୁଆଲ ସୋସାଇଟିରେ, ପିଲେରୁ, ଚିତ୍ତୁରୁ, ଆଦୋନି, କଦିରି, ହିନ୍ଦୁପୁରମ, ତେନାଲି ପିରାମିଡ ଧ୍ୟାନ କେନ୍ଦ୍ରରେ, ସେ ସମସ୍ତ ଲୋକମାନେ କେଉଁ ମତ ସହ ସମ୍ବନ୍ଧିତ? ପ୍ରକୃତରେ ପର୍ଟିକୁଲାର କୌଣସି ମତ ସହ ସେମାନେ ସମ୍ବନ୍ଧିତ ନୁହନ୍ତି, କାରଣ ସେମାନେ ସମସ୍ତଙ୍କର ଭଲ ଗୁଣକୁ ଗ୍ରହଣ କରିଥାନ୍ତି। ନିଜେ ସତ୍ୟର ଶୋଧନରେ ନିଜକୁ ନିମଗ୍ନ କରିଥାନ୍ତି। ସେମାନଙ୍କର ପୂର୍ଣ୍ଣ ମତ କଣ? ପୂର୍ଣ୍ଣ ତତ୍ତ୍ୱ ତାଙ୍କର କଣ? ପତ୍ରିଜୀଙ୍କର ଏପରି ବିଚାର ମନରେ ଆସିଲା କି ସେମାନଙ୍କର ସମସ୍ତଙ୍କର ମତ ହେଉଛି ତୁଳସୀ ଦଳ। ନିଶ୍ଚିତ ରୂପରେ ସମସ୍ତଙ୍କର ମତ ହେଉଛି ତୁଳସୀ ଦଳ। ତୁଳସୀ ଦଳ ମତରେ ଗୋଟେ କାହାଣୀ ଅଛି, ତାକୁ ଶୁଣନ୍ତୁ। ଗୋଟେ ଗାଁରେ ଜଣେ ସ୍ତ୍ରୀ ମହିଳା ରହୁଥିଲେ। ତାଙ୍କୁ ପରମ ସତ୍ୟ ପାଇଁ ମୋହ ଆସିଲା। ସାଙ୍ଗେ ସାଙ୍ଗେ ତାକୁ ପ୍ରାପ୍ତି କରିବା ପାଇଁ ସେ ଭାବିଲେ କି ତ୍ୟାଗ ହେଉଛି ପ୍ରକୃତ ମାର୍ଗ। ଏପରି ଭାବିକି ସେ ନିଜର କଣ୍ଠର ହାର, ଯାହା ଯାହା ତାଙ୍କର ପ୍ରିୟ ବସ୍ତୁ ଥିଲା, ସବୁ କିଛି ଗୋଟେ ନିକିତିରେ ରଖିଲେ। କିଛି ବି ସିଦ୍ଧ ହେଲାନି। ପରମ ସତ୍ୟ ଟିକେ ବି ହଲିଲାନି। ସେ ଭାବିଲେ ବୋଧେ ଏତିକି ସଫିସିଏଣ୍ଟ ନୁହେଁ। ତାଙ୍କର ସବୁ କିଛି ଯାହା ବି ଥିଲା ସବୁ କିଛି ରଖିଦେଲେ, ତଥାପି କିଛି ବି ହେଲାନି। ସୁନା, ରୂପା ସବୁ କିଛି ସେ ଆଣିକି ରଖିଦେଲେ, ତଥାପି କିଛି ବି ହେଲାନି। ପରମ ସତ୍ୟ ଦେଖାଦେଲାନି। ସେ ଭାବିଲେ ମୁଁ ଗୋଟେ ଜିନିଷ ଭୁଲି ଯାଇଛି, ଯୋଉଟା କି ମୋର ପ୍ରାଣଠୁ ବି ପ୍ରିୟ। ମସ୍ତକ ମଣିକୁ ଏବେ ବି ତ ତାହା ମୋ ପାଖରେ ଅଛି,
ତ ସେ ତାକୁ ବି ଜାଣିକି ରଖିଦେଲେ। ଉତ୍ସାହ ପୂର୍ବକ, କିନ୍ତୁ କିଛି ବି ହେଲାନି, ଟିକିଏ ବି ହେଲେ ହଲିଲାନି। ପରମ ସତ୍ୟ ଅଣୁ ଅଣୁ ବି, ଛୋଟ ଅଣୁ ମଧ୍ୟ ହଲିଲାନି। ଆଉ ସେ ସ୍ତ୍ରୀ ଜଣକ ଝାଳରେ ବୁଡ଼ିଗଲେ। ବହୁତ ବ୍ୟସ୍ତ ହେଇଯାଇଥିଲେ ସେ। ସେ ସମୟରେ ଆଉ ଜଣେ ସ୍ତ୍ରୀ ହସି ହସି ଆସି ତୁଳସୀ ଦଳକୁ ରଖିଦେଲେ। ସଙ୍ଗେ ସଙ୍ଗେ ପରମ ସତ୍ୟ ହଲିଗଲା। ଯେଉଁଠି ପରମ ସତ୍ୟ ଗ୍ରହଣଶୀଳ ହୋଇଯାଏ, ଗ୍ରହଣ ଯୋଗ୍ୟ ହୋଇଯାଏ, ସାଙ୍ଗେ ସାଙ୍ଗେ ଦୃଷ୍ଟିଗୋଚର ହୋଇଯାଏ, ସାଙ୍ଗେ ସାଙ୍ଗେ ଅନୁଭବରେ ଆସିଯାଏ, ତାହା ହେଉଛି ତୁଳସୀ ଦଳର ମତ। ତୁଳସୀ ଦଳ ହେଉଛି ତୁଳସୀ ଗଛର ଛୋଟ ଶାଖା, ଯେଉଁଠିକି 2ଟି ପତ୍ର ରହିଥାଏ। ଗୋଟେ ପତ୍ରର ନାମ ହେଉଛି ତୁମେ ନିଜର ବାସ୍ତବିକତାକୁ ନିଜେ ସୃଷ୍ଟି କରିଥାଅ, ଯାହା ହେଉଛି ଏକ ଜ୍ଞାନ ସୂତ୍ର। ଦ୍ୱିତୀୟ ପତ୍ରର ନାମ ହେଉଛି ଆନାପାନସତି ଧ୍ୟାନ, ବିପස්සନା ଧ୍ୟାନ ସୂତ୍ର। ପ୍ରଥମ ପତ୍ର ଜ୍ଞାନ ଅଗ୍ନି ପାଇଁ ମୂଳ, ଦ୍ୱିତୀୟ ପତ୍ର ଧ୍ୟାନ ଅଗ୍ନି ପାଇଁ। ପ୍ରଥମ ପତ୍ର ଆମର ଜ୍ଞାନ ଚକ୍ଷୁକୁ ପୂର୍ଣ୍ଣ ରୂପରେ ବିକଶିତ କରି ସେଠକ ଜ୍ଞାନ ର ପରିପୂର୍ଣ୍ଣ ବିଜ୍ଞାନ କୁ ଆମ ପାଖକୁ ପହଞ୍ଚେଇଥାଏ। ଦ୍ୱିତୀୟ ଆମର ଦିବ୍ୟ ଚକ୍ଷୁକୁ ଉତ୍ତେଜିତ କରିଥାଏ, ବୁଦ୍ଧତ୍ୱ ରୂପୀ ପରିପକ୍ୱ ଯୋଗ ସ୍ଥିତିକୁ ଆମକୁ ଦେଇଥାଏ। ଏହି 2ଟି ମତ ହେଉଛି ତୁଳସୀ ଦଳ। ଯଦି ପ୍ରଥମ ପତ୍ର ବିଷୟରେ ବିସ୍ତୃତ ରୂପେ ଆମେ ଜାଣିବାକୁ ଚାହିଁବା, ତାହେଲେ ଶ୍ରୀକୃଷ୍ଣଙ୍କ ପାଖକୁ ଆମେ ଯାଇଥାଉ। କାରଣ ଶ୍ରୀକୃଷ୍ଣଙ୍କ ମତ ଅନୁସାରେ ଉଦ୍ଧରେତ୍ ଆତ୍ମାନମ୍, ଏହି ସୂତ୍ର କେହି କାହାର କିଛି ବି କରିପାରନ୍ତିନି, ନିଜେ ହିଁ ନିଜର ଉଦ୍ଧାର କରିଥାଉ। ଆତ୍ମୈବ ଆତ୍ମାନୋ ବନ୍ଧୁଃ ଆତ୍ମୈବ ରିପୁରାତ୍ମନଃ। ନିଜେ ହିଁ ନିଜର ବନ୍ଧୁ, ନିଜେ ହିଁ ନିଜର ଶତ୍ରୁ। ଆମେ ନିଜେ ହିଁ ନିଜର ସୁଖ ଆଉ ଦୁଃଖର ନିର୍ମାଣ କରିଥାଉ। ପ୍ରତ୍ୟେକ ଜନ୍ମଚକ୍ରରେ ଭିତରେ ଆଉ ବାହାରେ, ଅର୍ଥାତ୍ ଇହଲୋକରେ ଆଉ ପରଲୋକରେ ନିଜ ଇଚ୍ଛାରେ, ସ୍ୱ ଇଚ୍ଛାରେ ବିହାର କରିଥାଉ, ବିଚରଣ କରିଥାଉ। ଯାହା ଚାହୁଁ ତାକୁ ପାଇବାକୁ ଆମେ ସମର୍ଥ ହେଇଥାଉ। ସେ ସାମର୍ଥ୍ୟ ସମସ୍ତଙ୍କର ରହିଛି। ଏହା ହିଁ ହେଉଛି ପରମ ସତ୍ୟ। ଏହା ହେଉଛି
ବିକଶିତ ଜ୍ଞାନ ଚକ୍ଷୁର ପୂର୍ଣ୍ଣ ସାରାଂଶ। ଦ୍ୱିତୀୟ ପତ୍ର ହେଉଛି ଆନାପାନାସତି ବିପଶ୍ୟନା। ଆନାପାନାସତି ଅର୍ଥ ନିଶ୍ୱାସ ଆଉ ପ୍ରଶ୍ୱାସ କୁ ଦେଖିବା, ତାର ଅନୁଗାମୀ ହେବା, ଦୃଷ୍ଟିକୁ ନାସାଗ୍ରରେ ଅର୍ଥାତ୍ ଭ୍ରୁ ମଧ୍ୟରେ ସହଜ ରୂପରେ ସ୍ଥିର କରିବା, ଯାହା ଦ୍ୱାରା କି ତୃତୀୟ ନେତ୍ର ଖୋଲିଥାଏ ଆଉ ଦିବ୍ୟ ଦୃଷ୍ଟି ଉପଲବ୍ଧି ହୋଇଥାଏ। ଏହାକୁ ବିପଶ୍ୟନା କୁହାଯାଏ। ସୂକ୍ଷ୍ମ ଶରୀର ବାହାରିଯାଏ, ଅନ୍ୟ ଲୋକାନ୍ତରକୁ ଯାତ୍ରା କରିଥାଏ, ପରମ ସତ୍ୟ ପ୍ରତ୍ୟକ୍ଷ ରୂପରେ ପ୍ରତୀତି ହୋଇଥାଏ। କେବଳ ଏକମାତ୍ର ପ୍ରକ୍ରିୟା ଦ୍ୱାରା ଆନାପାନାସତି ଧ୍ୟାନ। ତାକୁ ଛାଡ଼ିକି ଯାହା ବି କିଛି ଅଛି ତାହା ଠିକ୍ ନୁହେଁ, ଉପଯୋଗୀ ନୁହେଁ। ଆର୍ଯ୍ୟ ସମାଜର ସଂସ୍ଥାପକ ସ୍ୱାମୀ ଦୟାନନ୍ଦ ସରସ୍ୱତୀ କହିଥିଲେ କି ମୂର୍ତ୍ତି ପୂଜା ସିଡ଼ି ନୁହେଁ, ତାହା ତ ଏକ ପ୍ରକାରର ଖାଲ। ତାହା ଠିକ୍ ସମ୍ପୂର୍ଣ୍ଣ ରୂପେ ସତ୍ୟ, କାରଣ ଭଜନ କେବଳ କ୍ଷଣିକ ସୁଖ ଦେଇଥାଏ, କ୍ଷଣିକ ରୂପରେ ମାନସିକ ଆନନ୍ଦ ଦେଇଥାଏ। ମନର ଖୁସି ପାଇଁ, ମାନସିକ ଆନନ୍ଦ ପାଇଁ ଭଜନ କରିବା ଠିକ୍, କିନ୍ତୁ ଭଜନ ଆଉ ପୂଜା ମୁକ୍ତିର ଦ୍ୱାର ହୋଇନଥାଏ। ସ୍ତୋତ୍ର ସ୍ତୁତି ମୂର୍ଖ ରାଜନେତାଙ୍କ ପାଇଁ ଆବଶ୍ୟକ। କୌଣସି ଦେବତାଙ୍କର ତାହାର ଅପେକ୍ଷା ନଥାଏ। ଯଦି କେହି ତାର ଅପେକ୍ଷାରେ ଥାନ୍ତି, ସେ ଦେବତା ନୁହନ୍ତି, ଦୈବ୍ୟ ଶକ୍ତି ନୁହନ୍ତି, କେବଳ ପରାୟଣ ର ଲାଭ ହେଉଛି ଶୂନ୍ୟ। ଜ୍ଞାନର ମନ୍ଥନ, ଧ୍ୟାନ ଯୋଗ ସାଧନା ଏସବୁ ବୈଜ୍ଞାନିକ ରୂପରେ କରିବା ଆବଶ୍ୟକ। ତୀର୍ଥଯାତ୍ରାକୁ ଛାଡ଼ି ଯୋଗୀ ମାନଙ୍କ ପାଖକୁ, ଜ୍ଞାନୀ ମାନଙ୍କ ପାଖକୁ ଯିବା ଆବଶ୍ୟକ। ମୁଣ୍ଡରେ ଜଟାଧାରୀ, ବେଶଭୂଷା, ତିଳକ ଲଗେଇ, ବିଭୂତି ଲଗେଇବା, ଏସବୁ ଆପଣଙ୍କୁ ଅଧୋଗାମୀ କରେ। ଏସବୁ କ୍ରିୟା ପ୍ରକୃତ ଆଧ୍ୟାତ୍ମିକତାର ନୁହେଁ। ଜପମାଳା ଧାରଣ କରିବା, ମନ୍ତ୍ର ଉଚ୍ଚାରଣ କରିବା, ଏହା ହେଉଛି ଅମୂଲ୍ୟ ସମୟର ଦୁରୁପଯୋଗ। ଏହା ଦ୍ୱାରା ଦୁଃଖ କଟି ନଥାଏ, ନିର୍ବାଣର ପ୍ରାପ୍ତି ହୋଇନଥାଏ। ଉପବାସ ରଖିବା, ଗୁରୁଙ୍କର ପାଦ ପୂଜା କରିବା, ଏସବୁ ଶୁଦ୍ଧ ମୂର୍ଖତା। ସଂସାରକୁ ଛାଡ଼ି ସନ୍ନ୍ୟାସ ନେବା, ଧର୍ମ, ସତ୍ୟ ଆଉ ଆନନ୍ଦ ଠାରୁ ଦୂର ହେବା ସହ ସମାନ। ତର୍କ, ବାଦ ବିବାଦ
ମତ ଏସବୁର ଅଭିମାନ ଏସବୁ ଛୋଟ ଜ୍ଞାନ ବ୍ୟର୍ଥ ପ୍ରୟାସ ଅଟେ। ଯଜ୍ଞ ଯୋଗ ଆଦି ଧନ ସମ୍ପତ୍ତିର ନାଶ କରିଥାଏ। ତା ଦ୍ୱାରା ଜ୍ଞାନ ନିଷ୍ଠା ପ୍ରାପ୍ତି ହୋଇନଥାଏ। ଏସବୁକୁ ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିବା ଆବଶ୍ୟକ। ସମସ୍ତ ଦେଶ କାଳ ପରିସ୍ଥିତିରେ ଏହି କଥା ସବୁବେଳେ ମନେ ରଖିବେ କି ପରମ ସତ୍ୟ ହେଉଛି ଏକ। ଉଦ୍ଧରେ ଆତ୍ମନା ଆତ୍ମନମ୍। ଏହାକୁ ବୁଝିକରି କେବଳ ଗୋଟିଏ ପରମ ପ୍ରକ୍ରିୟା କରିବା ଆବଶ୍ୟକ, ଯାହା ହେଉଛି ଆନାପାନାସତି ବିପଶ୍ୟନା। ଏହା ହେଉଛି କର୍ଣ୍ଣୁଲ ସ୍ପିରିଚୁଆଲ ସୋସାଇଟିର, ତିରୁପତି ସ୍ପିରିଚୁଆଲ ସୋସାଇଟିର, ଅନନ୍ତପୁର ପିରାମିଡ ଧ୍ୟାନ କେନ୍ଦ୍ରର, ଧର୍ମବରମ ସ୍ପିରିଚୁଆଲ ସୋସାଇଟିର, ପିଲେରୁ, ଚିତ୍ତୋରୁ, ଆଦୋନି, କଦିରି, ହିନ୍ଦୁପୁର, ତେନାଲି ସମସ୍ତ ପିରାମିଡ ଧ୍ୟାନ କେନ୍ଦ୍ରର, ପୁରା ଦେଶର ବିଶ୍ୱରେ ବ୍ୟାପ୍ତ ପିରାମିଡ ଧ୍ୟାନ କେନ୍ଦ୍ରର ସମସ୍ତଙ୍କର ପୂର୍ଣ୍ଣ ମତ, ପୂର୍ଣ୍ଣ ତତ୍ତ୍ୱ କେଉଁ ବି ଲୋକରେ ହଉ, କେଉଁ ବି କାଳରେ ହେଇଥାଉ, ଏହା ହେଉଛି ଏକ ପ୍ରକାର ଗୋଟିଏ ହିଁ ଆଧ୍ୟାତ୍ମିକ ଶାସ୍ତ୍ର, ସ୍ପିରିଚୁଆଲ ସାଇନ୍ସ। ଯେପରି ଭଅଁର ସମସ୍ତ ଫୁଲରୁ ରସକୁ ଶୋଷି ନିଏ, ସେହିପରି ଆମେ ପ୍ରତ୍ୟେକଙ୍କଠୁ ଜ୍ଞାନକୁ ଗ୍ରହଣ କରିବା ଆବଶ୍ୟକ। ପ୍ରତ୍ୟେକ ଫୁଲରେ ମଧୁ ଅଛି, ରସ ଅଛି। ସେହିପରି ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରେ ଅଧିକ ହେଉ କମ୍ ହେଉ ଜ୍ଞାନ ନିଶ୍ଚୟ ରୂପେ ଅଛି। ସେଥିପାଇଁ ଆମେ କାହାର ବି ବେଖାତିର କରିବାନି। ଯାହାକୁ ଏସବୁ ବୁଝିବାରେ ଆସେ, ଯିଏ ସବୁ ଠିକ ରୂପେ ଅନୁଭବ କରିଥାଏ, ସେ ସମସ୍ତଙ୍କୁ ବାଣ୍ଟି ଥାଏ, କାହାକୁ ବି ଛାଡ଼ି ନଥାଏ, ସମସ୍ତଙ୍କଠୁ ସେ ଜ୍ଞାନ ଆହରଣ କରିଥାଏ। ଏହା ହେଉଛି ପରମ ସତ୍ୟ। କରାଇବା ଯୋଗ୍ୟ। ଏହା ଏକ ପ୍ରକାର ପରମ କ୍ରିୟା। ଏହା ହିଁ ହେଉଛି ତୁଳସୀ ଦଳର 2ଟି ପତ୍ର। ଏହିପରି ପତ୍ରିଜୀଙ୍କର ଭାବ ପରମ୍ପରା ପୂର୍ଣ୍ଣ ହେଲା। ଆଉ ତାକୁ এই ତୁଳସୀ ଦଳ ବିଷୟରେ ସମସ୍ତ ଧ୍ୟାନ କ୍ଲାସରେ, ପିଲେରୁରେ, ଅନନ୍ତପୁରରେ
ଉରଭକୋଣ୍ଡାରେ, କର୍ଣ୍ଣୁଲ ପିରାମିଡ ଧ୍ୟାନ କେନ୍ଦ୍ରରେ ସମସ୍ତଙ୍କୁ ଏହାକୁ ଶିଖାଇବାକୁ ଲାଗିଲେ ପତ୍ରିଜୀ। ଏ ଭାବ ଲହରୀକୁ ଶୁଣି ଆଧ୍ୟାତ୍ମିକ ସ୍ନାନ ହୋଇଗଲା। ଏହିପରି ତୁଳସୀ ଦଳର ଜନ୍ମ ହୋଇଥିଲା। ଯଥେଚ୍ଛା ଆସି ତଥା କୁରୁ। ତୁଳସୀ ଦଳକୁ ଆପଣ କେତେ ସୁନ୍ଦର ରୂପେ ଜାଣିବେ, ବୁଝିବେ। ଏବେ ଆପଣଙ୍କ ହାତରେ ଲାଷ୍ଟ 3 ମିନିଟ୍। ସତ୍ୟ ଦ୍ରଷ୍ଟା ବନିବା ପାଇଁ ପ୍ରୟତ୍ନଶୀଳ ରୁହନ୍ତୁ। ବିବେକ, ବୈରାଗ୍ୟ, ସତ୍ସମ୍ପତ୍ତି, ମୁମୁକ୍ଷୁତା, ଏହି 4ଟି ଲକ୍ଷଣ ସାଧକ ମାନଙ୍କର ହୋଇଥାଏ। ତାହେଲେ ମୋକ୍ଷ ପ୍ରାପ୍ତି ସହଜ ହୋଇଥାଏ। ଏହା ତ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କର ଉପଦେଶ। ନିତ୍ୟ ଅନିତ୍ୟ ବିବେକ, ନିତ୍ୟ ଅନିତ୍ୟ ବସ୍ତୁର ବିଷୟରେ ଜାଣିବା, ତାହା ହେଉଛି ବିବେକ। ସମସ୍ତ କର୍ମ ଫଳ ଭୋଗର ଅନାସକ୍ତି ହେଉଛି ବୈରାଗ୍ୟ। ତୀବ୍ର ସାଧକ ମୁମୁକ୍ଷୁର ଗୁଣ ହେଉଛି ସତ୍ ସମ୍ପତ୍ତି। ବାହାର ଇନ୍ଦ୍ରିୟର ନିଗ୍ରହ ହେଉଛି ଦମ। ଅନ୍ତରିନ୍ଦ୍ରିୟର ନିଗ୍ରହ ହେଉଛି ସମ। ପୀଡ଼ାକୁ ସହି କରି, କଷ୍ଟକୁ ସହି କରି ଧ୍ୟାନ ସାଧନାରେ ନିମଗ୍ନ ରହିବା ହେଉଛି ତିତିକ୍ଷା। ସମସ୍ତ କାମରୁ ମୁକ୍ତି ହେଉଛି ଉପରତି। ତ୍ରିକରଣ ଶୁଦ୍ଧି ହେଉଛି ଶ୍ରଦ୍ଧା। ଦ୍ୱନ୍ଦ୍ୱ ରହିତ ସମତାରେ ରହିବା ହେଉଛି ସମାଧାନ। ଏ ହେଉଛି ସତ୍ ସମ୍ପତ୍ତି। ଏହା ତୀବ୍ର ରୂପରେ এই ମୁକ୍ତିର ଇଚ୍ଛା ହେଉଛି ମୁମୁକ୍ଷୁତା। এই ସାଧନା ଚତୁଷ୍ଟୟ ଆଦି ଶଙ୍କରାଚାର୍ଯ୍ୟଜୀଙ୍କର ଉପଦେଶ। Last 1 minute.
ଗୁଣରେ ଧନୀ ଶିଖନ୍ତୁ। ପୂର୍ଣ୍ଣାତ୍ମା ହୁଅନ୍ତୁ। ପୂର୍ଣ୍ଣାତ୍ମା ସ୍ତରରେ ପହଞ୍ଚି ଯାଆନ୍ତୁ। ବ୍ରହ୍ମର୍ଷି ହୁଅନ୍ତୁ। ଲାଷ୍ଟ 10 ସେକେଣ୍ଡ। 9 8 7 6 5 4 3 2 1 0। ଧୀରେ ଧୀରେ ଦୁଇ ହାତକୁ ଆଖି ପାଖକୁ ନେଇ ଆସନ୍ତୁ। ନିଜ ସୁବିଧା ଅନୁସାରେ ଆଖି ଖୋଲି ପାରିବେ।